ମା ଆମେ ଆଲୋଚନା କରିବା ମାତୃ ରଚନାବଳୀ ଭାଗ 10 ଜ୍ଞାନ 253। ପ୍ରଭୁ ଶ୍ରୀମନ୍ଦ ଲେଖୁଛନ୍ତି, ତୁମେ କହୁଛ ମୁଁ ବିଫଳ ହୋଇଗଲି। ତୁମେ ବରଂ ଏପରି କୁହ ଯେ ଆପଣର ଲକ୍ଷ୍ୟ ସ୍ଥଳରେ ଯାଇ ପହଞ୍ଚିବା ସକାଶେ ପରମେଶ୍ୱର ବୁଲି ବୁଲି ପଇଁତରା ମାରିବାରେ ଲାଗିଛନ୍ତି। ଆମେ ଗତ ଆଲୋଚନାରେ କରିଥିଲେ ଯେ ତୁମ ପରାଜୟକୁ ତୁମେ ଶେଷ ପରିଣତି ବୋଲି ଯଦି ଭାବିଲ, ତେବେ ତୁମର ଅଧିକ ବଳ ରହିଥିଲେ ମଧ୍ୟ ତୁମେ ସଂଗ୍ରାମ କରିବାକୁ ଯାଅ ନାହିଁ। ତାପରେ କହିଲେ ଯେ ମନେ ରଖ, ପରାଜୟ କଦାପି ସର୍ବଶେଷ ପରିଣତି ନୁହେଁ, ଏଇଟା ହଉଛି ଗୋଟେ ତୋରଣ କିମ୍ବା ଆରମ୍ଭ ମାତ୍ର। ଏବଂ ସେଥିରେ କହିଲେ ଯେ ବିଜୟ ସୁନିଶ୍ଚିତ, ଏଇଟା ରଖିବାକୁ ମନେ ରଖିଥାନ୍ତୁ। ଏବଂ ତା ପୂର୍ବରୁ ଆମେ ପଢିଥିଲେ, ଯଦି ସମଗ୍ର ପୃଥିବୀର ଯେତେକ ଅସ୍ତ୍ର ଶସ୍ତ୍ର ସବୁ ସଜ୍ଜିତ ହେଇକି ଯଦି ଯୋଦ୍ଧା ମାନେ ଥାନ୍ତି ଏବଂ ଅନ୍ୟ ପକ୍ଷରେ ଯଦି ପ୍ରଭୁ ଶ୍ରୀକୃଷ୍ଣ ବା ଭଗବାନ ଯଦି ନିଜେ ଥାନ୍ତି ଏକା, ତେବେ ତୁମେ ତାଙ୍କୁ ବାଛିବ। ଏବଂ ସେଠି କହିଲେ ତୁମେ କ୍ଷତ ବିକ୍ଷତ ହେଇଯାଅ, ତୁମ ଉପରେ ଚଢିକି ତମକୁ ପୁରା ମୋଚା କରିଦିଅନ୍ତୁ, ହାଡ ଗୁଡ ସବୁ ଭାଙ୍ଗିକି, ହାଡ ଗୋଡ ସବୁ ଭାଙ୍ଗିକି ପୁରା ମୋଚା କରିଦିଅନ୍ତୁ, ମାଂସ ଗୁଡାକ ପଲ ପଲ କରି ଛିଣ୍ଡେଇ ନେଇଯାଇଥାନ୍ତୁ, ତଥାପି ତମର ଚିନ୍ତା କରିବାର ନାହିଁ। ଯଦି ତୁମେ ଭଗବାନଙ୍କ ପକ୍ଷରେ ହେଇକି ରହିଛ, ତୁମର ତଥାପି ବିଜୟ ସୁନିଶ୍ଚିତ। କାରଣ ଯେକୌଣସି ମୁହୂର୍ତ୍ତରେ ବି ସେ ତୁମକୁ ପୁନଃଜୀବିତ ଓ ପୁନଃକରଣରେ ପୁରା ସୁନ୍ଦର ଦିବ୍ୟ ରୂପ ଦେଇ ପାରିବେ। ଆମେ ଏଇଟା ଅଲରେଡି ଆଲୋଚନା କରିସାରିଥିଲେ। ଆଜି କହିଲେ, ଆଜି ଜ୍ଞାନ 253 ଆମେ ଦେଖୁଛନ୍ତି, ମା କହୁଛନ୍ତି, ପ୍ରଭୁ ଲେଖୁଛନ୍ତି, ମୁଁ ବିଫଳ ହୋଇଗଲି ବୋଲି ତୁମେ କହୁଛ, କିନ୍ତୁ ବିଫଳତା ଯେତେବେଳେ ଆସୁଛି ତେବେ କହୁଛନ୍ତି ତୁମେ ମନେ ଭାବ, ତୁମେ ବରଂ ଏପରି କୁହ ଯେ ଆପଣର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ବର୍ତ୍ତମାନ ମୁଁ ଯାଇ ପହଞ୍ଚି ପାରିଲିନି ତ, କୁହ ଭଗବାନ ପଇଁତରା ବୁଲି ମାରୁଛନ୍ତି, ବୁଲି ବୁଲି ପଇଁତରା ମାରିବାରେ ଲାଗିଛନ୍ତି। ଏଇଠି ଆମେ ବେଳେ ବେଳେ କେତେକ ବ୍ୟକ୍ତି ଯେତେବେଳେ ଆଲୋଚନା କରୁଛୁ, ମଣିଷ ଆମେ ମନ ମାଧ୍ୟମରେ ଆଲୋଚନା କରୁଛୁ, ଅନ୍ୟ ଏକ ଜାଗାରେ ଆମେ କଥା ହେଇଛନ୍ତି ଯେ ଯେତେବେଳେ ଆମେ ବିଫଳ ହୋଇଥାଉ, ସାଧାରଣତଃ ବାହାରକୁ ତାହା ବିଫଳତା ବୋଲି ଦେଖାଯାଏ, ବାହ୍ୟ ବିଫଳତା ବାହାରକୁ ଦେଖାଯାଏ। କିନ୍ତୁ ଯଦି ତାର ଗଭୀର ତତ୍ତ୍ୱକୁ ଯିବେ, ସାଧାରଣ ମଣିଷ ବି ଯଦି ତାର ମନକୁ ବି ଯଦି ବ୍ୟବହାର କରେ, ସେ ଦେଖିବ କଣ, ଆକ୍ଚୁଆଲି ବିଫଳତା ସବୁବେଳେ ଆମକୁ ଜଣେଇ ଦିଏ ଯେ ତମେ ଯୋଉ ବାଟ ଦେଇକି ଯାଉଥିଲ ବାଟଟା ସେୟା ନୁହେଁ। ଏବଂ ଆଉ ଗୋଟେ କଥା ଆମକୁ କହିଦିଏ କଣ, ଯେ ଯେତେବେଳେ ବି ବିଫଳତା ଆମ ପାଖରେ ଆସି ପହଞ୍ଚୁଛି, ଆମକୁ ସେଇଆ ଦେଖେଇ ଦିଏ ଯେ ତୁମର ସାମର୍ଥ୍ୟ କେତିକି, ତୁମେ ଆଉ କେତେ ଆଗେଇବାର ଅଛି। ଇଏ ଗୋଟିଏ। ଆଉ ଗୋଟେ ହଉଛି, ତୁମେ ଯୋଉ ବାଟରେ ଯାଉଥିଲ ସେ ବାଟଟା ତୁମ ପାଇଁ ନୁହେଁ। ଦିଟା କଥା ଏକା ସାଙ୍ଗରେ ମନେ ରଖିଥିବା। ଗୋଟେ କଥା ହେଲା କଣ, ଯେ ମୋର ସାମର୍ଥ୍ୟ କେତେ ମତେ ତାହା ଜଣେଇ ଦିଏ। ଦ୍ୱିତୀୟ କଥା ହେଲା, ମୁଁ ଯୋଉ ବାଟରେ ଯାଉଥିଲି ସେ ବାଟଟା ମୋର ନୁହଁ, ତେଣୁ ସେଠି ବିଫଳ ହେଇଛି, ଆଉ ଗୋଟେ ବାଟ ଦେଖିବାକୁ ପଡିବ। ଯେମିତି ସ୍ଥୂଳ ଭାବରେ କୌଣସି ବସ୍ତୁ ଆବିଷ୍କାର କରୁଛନ୍ତି ଯୋଉ ବୈଜ୍ଞାନିକ ମାନେ, ଯୋଉ ସବୁ ବଡ ବଡ ଆପଣ ଯିଏ ବି କୁହନ୍ତୁ, ଯେ ବଡ ବଡ ବୈଜ୍ଞାନିକ ମାନେ, ସେମାନେ ବହୁତ ବାଟରେ ଯାଆନ୍ତି, ଏଇଟା କରନ୍ତି ସେଇଟା କରନ୍ତି ସେଇଟା କରନ୍ତି, ଗୋଟାଏ ଥର ତ କେବେ ସେମାନେ ପାଇ ଯାଇନଥାନ୍ତି ନା। ଏମିତି କରୁଥାନ୍ତି, ଯେତେ ଗୁଡାକ କରି କରି ଗଲେ ସେଗୁଡାକ ସେ ପାଇଲେନି, ତାମାନେ କଣ ବିଫଳ ହେଇଗଲେ କି? ସିଏ ସଫଳତା ପାଇଁ ଗୋଟେ ଗୋଟେ ପାବଚ୍ଛ ବୋଲି ଆମେ ଗ୍ରହଣ କରୁ। ଏଠି ପ୍ରଭୁ ଆହୁରି ତାକୁ ଅତି ଗଭୀର ଅର୍ଥରେ କହୁଛନ୍ତି ଯେ ବରଂ ତମେ କୁହ ପରମେଶ୍ୱର ବୁଲି ବୁଲି ପଇଁତରା ମାରିବା ଲାଗିଛନ୍ତି। ତାମାନେ ଭଗବାନ ସେଠି ଯିବାକୁ ପହଞ୍ଚିବା ପାଇଁ ଯୋଉ ଲକ୍ଷ୍ୟସ୍ଥଳ ଆମେ ରଖିଛନ୍ତି, କାହିଁକିନା ପ୍ରଭୁ ଯେତେବେଳେ କହୁଛନ୍ତି ସିଧାସଳଖ ସବୁବେଳେ ପରମେଶ୍ୱରଙ୍କର ପରିପ୍ରକାଶକୁ ନେଇକରି ଆଲୋଚନା ଚାଲୁଛି। ମୋ ଭିତରେ ଯୋଉ ସାମର୍ଥ୍ୟ ଦେଇଛନ୍ତି ତାହା ନିଜକୁ ପରିପ୍ରକାଶ ସେ କରୁଛନ୍ତି। ଯୋଉଠି ଯାଇକି ପହଞ୍ଚିବେ, ସେଠି ପହଞ୍ଚିବା ପାଇଁ ଏମିତି ନ ଯାଇକି ଏମିତି ବୁଲି ବୁଲି ଯାଉଛନ୍ତି ବୋଲି ତୁମେ ମନେ କର। ତେଣୁ ଏଠି ମାଙ୍କୁ ପ୍ରଶ୍ନ କରାହେଲା ଯେ ତାହେଲେ ବୁଲି ବୁଲି ପଇଁତରା ମାରିବା ଲାଗି ଭଗବାନଙ୍କର ପୁଣି କି ଆବଶ୍ୟକତା ରହିଛି? ଯଦି ସେ ଇଚ୍ଛା କରନ୍ତେ, ତେବେ ତ ଚାହିଁବା ମାତ୍ରକେ ସେଠାରେ ଯାଇ ପହଞ୍ଚି ପାରନ୍ତେ ଏବଂ ପ୍ରତ୍ୟେକ ବ୍ୟକ୍ତିର କାର୍ଯ୍ୟକୁ ଅତି ସହଜ ଏବଂ ଅଧିକ ଫଳପ୍ରଦ ମଧ୍ୟ କରିଦେଇ ପାରନ୍ତେ। ଦେଖନ୍ତୁ, ଆମେ କହୁଛୁ ଭଗବାନ ନିଜେ ହଉଛନ୍ତି ସ୍କ୍ରିପ୍ଟ ରାଇଟର। ଯଦି ସିଏ ଚାହାନ୍ତେ ତାହେଲେ ବାଟଟା ତ ସହଜ କରିଦିଅନ୍ତେ, ସିଏ ପୁଣି ବୁଲି ବୁଲି ପଇଁତରା ମାରିବା କଣ ଦରକାର? ମା ବହୁତ ଆମେ ବୁଝିଲା ଭଳିଆ ବହୁତ ସହଜରେ ସରଳରେ କହୁଛନ୍ତି
ଏଠି ଯୋଉ ଶ୍ରୀଅରବିନ୍ଦ କହୁଛନ୍ତି ଯେ ଏଠି ଭଗବାନ ବୁଲି ବୁଲି ପଇଁତରା ମାରିବାରେ ଅଛନ୍ତି, ପ୍ରୟୋଜନ ରହିଛି ବୋଲି। ଭଗବାନ ହଉଛି ସର୍ବଶକ୍ତିମାନ, ଏକଥା ନୁହଁ। ଶ୍ରୀଅରବିନ୍ଦ ଏକଥା କହୁନାହାନ୍ତି ଯେ ସିଏ ସର୍ବଶକ୍ତିମାନ ନୁହଁ ତେଣୁ ବୁଲି ବୁଲି ପଇଁତରା ମାରୁଛନ୍ତି, ସେ କଥା ନୁହଁ। କହୁଛନ୍ତି କଣ, ସାଧାରଣତଃ ମଣିଷ ବୁଝିଥାନ୍ତି ଯେ ତାଙ୍କର ସେଇ ଶକ୍ତି ଆଦୌ ଏକ ସ୍ୱେଚ୍ଛାଚାରୀ ଶକ୍ତି ନୁହେଁ। ମଣିଷ ତାର ଯୋଉ ବୁଝିବା ସାମର୍ଥ୍ୟ ଅଛି ସେଇଟା ଆଗ ସେ ବୁଝିବା ଦରକାର। ସେ ଯୋଉଟା କରୁଛି ସେଇଟା ତାର ନିଜସ୍ୱ ଯେମିତି ଅଧିକାର ନୁହଁ। ଏଇ ବିଷୟଟିରେ ଆଦୌ କିଛି ବୁଝିପାରିବା ଲାଗି ଆରମ୍ଭ କରିବାକୁ ହେଲେ ଆମକୁ ଏଇ କଥାଟିକୁ ଜାଣି ରଖିବାକୁ ଏବଂ ବୁଝିବାକୁ ହେବ ଯେ କଣଟା ଆମେ ମନେ ରଖିବା ବା ବୁଝିବା। ଯୋଉ କଥାଟା ମା କହୁଛନ୍ତି, କଣ କହୁଛନ୍ତି ନା, ବିଶ୍ୱ ବ୍ରହ୍ମାଣ୍ଡରେ ଏପରି ବସ୍ତୁ ଆଦୌ କିଛି ହେଲେ ନାହିଁ ଯାହାକୁ କି ତାଙ୍କର ସର୍ବଶକ୍ତିମାନ ଓ ସର୍ବବ୍ୟାପୀ ଇଚ୍ଛା ଶକ୍ତିର ଅଭିବ୍ୟକ୍ତି ବୋଲି କୁହା ନଯିବ। ଏପରି ବସ୍ତୁ ଆଦୌ କିଛି ହେଲେ ନାହିଁ ଯାହାକୁ କି ତାଙ୍କର ସର୍ବଶକ୍ତିମାନ ଓ ସର୍ବବ୍ୟାପୀ ଇଚ୍ଛା ଶକ୍ତିର ଅଭିବ୍ୟକ୍ତି ବୋଲି କୁହା ନଯିବ। ଏବଂ କେବଳ ସଚେତନ ଭାବରେ ତାଙ୍କ ସହିତ ମିଳିତ ହୋଇପାରିବା ଦ୍ୱାରା ହିଁ ଆମେ ସେଇ କଥାଟିକୁ ବୁଝିବା ଲାଗି ସମର୍ଥ ହେବା। କଣ କହିଲେ, ଯେ ଏମିତି ସଂସାରରେ କିଛି ନାହିଁ ଯୋଉଟା ସେ କରିପାରିବେ ନାହିଁ, ଏବଂ ସିଏ ଯେ ସର୍ବଶକ୍ତିମାନ, ସିଏ ଯେ ସର୍ବବ୍ୟାପୀ, ସେଇ କଥା ଜାଣିବା ପାଇଁ ବାଟ ହଉଛି କଣ, ସଚେତନ ଭାବରେ ତାଙ୍କ ସହିତ ମିଳିତ ହୋଇପାରିବା ଦ୍ୱାରା ହିଁ ଆମେ ସେଇ କଥାଟିକି ବୁଝିବା ଲାଗି ସମର୍ଥ ହେବା। ଆମର ମାନସିକ ସ୍ତରରେ ନୁହେଁ, ମାତ୍ର ଚେତନା ତଥା ଦୃଷ୍ଟି ସାମର୍ଥ୍ୟର ମାଧ୍ୟମ ଦ୍ୱାରା ହିଁ ତାହାକୁ ବୁଝିପାରିବା। କେବେ ମନ ଦ୍ୱାରା ବୁଝିପାରିବା ନାହିଁ। ଚେତନା ସ୍ତରକୁ ଗଲେ ଏବଂ ଆମର ଦୃଷ୍ଟି ସାମର୍ଥ୍ୟ ବୃଦ୍ଧି ହେଲେ, ବହୁ ପରମଙ୍କ ସହିତ ଏକୀଭୂତ ହେଲେ ହିଁ ତାକୁ ବୁଝିପାରିବା। ଯୋଉଟା ଆମେ ପ୍ରଥମେ କଥା ହଉଥିଲେ ଅନ୍ୟ ଜାଗାରେ, ଯୋଉ ମା ଶ୍ରୀଅରବିନ୍ଦଙ୍କର ଲେଖାକୁ ନେଇକି ଯୋଉଟା ଆମେ କଥା ହେଲେ, ଯେ ସେଇଟା ଯେ ମୋ ବାଟ ନୁହଁ ଏବଂ ମୋ ପାଇଁ କଣ ବାଟ ରହିଛି, ଏଇ କଥାଟା ଆମେ ମାନସିକ ସ୍ତରରେ ଆମେ ବୁଝିପାରିନଥାଉ। ତେଣୁ ଆମେ କ୍ଷୋଭ ପ୍ରକାଶ କରୁ, ବ୍ୟତିବ୍ୟସ୍ତ ହେଇ ପଡୁ ଏବଂ ଏଇ ପ୍ରକାରର କଥା କହିଥାଉ। ଆପଣାର ଏହି ସାଧାରଣ ଚେତନାର ଭୂମିରେ ଏପରିକି ତାର ପ୍ରଶସ୍ତତମ ବୃଦ୍ଧିର ପ୍ରୟୋଗ କରି ମଧ୍ୟ ଆମେ ବହୁତ ଜ୍ଞାନ ଅଛି, ବହୁତ ବୁଦ୍ଧି ଅଛି, ବହୁତ ଅନୁଭୂତି ଅଛି, ତାକୁ ପ୍ରୟୋଗ କରିକି ମଧ୍ୟ ମନୁଷ୍ୟ ଏହି ସୃଷ୍ଟିର କେବଳ ଏକ କ୍ଷୁଦ୍ରାତି କ୍ଷୁଦ୍ର ଅଂଶର କଳନା ପାଇପାରିବ। ମାନେ ସେ ତାର ମ୍ୟାକ୍ସିମମ୍ ଜ୍ଞାନ, ବୁଦ୍ଧି ପ୍ରୟୋଗ, ଅନୁଭୂତି ପ୍ରୟୋଗ କଲେ ମଧ୍ୟ ଏ ସମଗ୍ର ସୃଷ୍ଟିରେ ଯେତେ ଅଛି ତାର ଅତି କ୍ଷୁଦ୍ର ଅଂଶ ବିଷୟ ସେ କଳନା କରିପାରିବେ। ତେଣୁ ସେ ତାହାକୁ କଦାପି ବୁଝିପାରିବ ନାହିଁ ଏବଂ ତାହାର ବିଚାର କରିବା ଲାଗି ପ୍ରକୃତରେ ଆହୁରି କମ୍ ସମର୍ଥ ହବ। ତାକୁ ସେ ବୁଝି ହିଁ ପାରିବ ନାହିଁ, ବିଚାର କରିବା ପରର କଥା। ଏବଂ ଯଦି ଆମେ ଏହି ପୃଥିବୀର ରୂପାନ୍ତରକୁ ସତକୁ ସତ ତ୍ୱରାନ୍ୱିତ କରିବା ପାଇଁ ଇଚ୍ଛା କରୁଥିବା, ତେବେ ଆମର ସର୍ବୋତ୍ତମ କର୍ତ୍ତବ୍ୟ ରୂପେ ଆମେ ଆଦୌ କୌଣସି କୁଣ୍ଠା ଅଥବା ସଂଶୟ ନ ରଖି ଆପଣାକୁ ସେଇ ପରମ ସକଳ ଜ୍ଞାନଧାରଙ୍କ ପାଖରେ ଅର୍ପଣ କରିଦେଇ ପାରିବା। ଯଦି ଆମେ ସତରେ ଚାହୁଁଛୁ ଯେ ଆମର ଅଗ୍ରଗତି ହଉ ଏବଂ ଆମର ଯୋଉଥିପାଇଁ ଆମେ ଜନ୍ମଗ୍ରହଣ କରିଛେ ତାହା ଯେପରି ପୂର୍ଣ୍ଣତଃ ଆମେ କହିପାରିବା ଯେ ପ୍ରାପ୍ତ କରିବା ଯଦି ହୁଏ, ଯଦି ଆମେ ସେୟା ଚାହୁଁଛୁ, ତେବେ ଆମକୁ ସେଥିପାଇଁ ତାଙ୍କ ପାଖରେ ନିଜକୁ ଅର୍ପଣ କରିବା ବ୍ୟତିରେକ ଅନ୍ୟ କୌଣସି ଉପାୟ ନାହିଁ। କାହିଁକି ନା ଆମେ ଆମର ସର୍ବୋତ୍ତମ ଚେଷ୍ଟା କଲେ ମଧ୍ୟ ଆମେ ଯୋଉଠି ଯାଇକି ପହଞ୍ଚିବା, ତାହା ପୃଥିବୀରେ ଯେତେ ତାଙ୍କ ସୃଷ୍ଟିରେ ଯେତେ ଯାହା ଅଛି, ତାର ଅତି କ୍ଷୁଦ୍ରାତି କ୍ଷୁଦ୍ର ଅଂଶ କେବଳ ଆମେ ପାଖରେ ପହଞ୍ଚି ପାରିବା। ତେଣୁ ଏଠି କହୁଛନ୍ତି ଆମର ସର୍ବୋତ୍ତମ କର୍ତ୍ତବ୍ୟ ହେଉଛି କଣ, ଆମେ ଆଦୌ କୌଣସି କୁଣ୍ଠା
अथवा संशय न रखी आपणକୁ ସେହି परम ସକଳ ଜ୍ଞାନଧାରଙ୍କ ପାଖରେ ଅର୍ପଣ କରିଦେଇ ପାରିବା। ଦେଖନ୍ତୁ ଏଇଠି ଯୋଉ ବ୍ୟକ୍ତିମାନେ ନିଜକୁ ଅର୍ପଣ କରିନଥାନ୍ତି ସେମାନେ କଣ କରନ୍ତି, ବହୁତ କଥା କହନ୍ତି। କିନ୍ତୁ ଆପଣ ଯଦି ଅର୍ପଣ କରିବା ଆରମ୍ଭ କରିବେ, ତାପରେ ଧୀରେ ଧୀରେ ଦେଖିବେ ଯେ ଆପଣଙ୍କର ଶକ୍ତି ସାମର୍ଥ୍ୟ ତ ବୃଦ୍ଧି ପାଇବ, ଧୈର୍ଯ୍ୟ ସାହସ ତ ବୃଦ୍ଧି ପାଇବ, ନିର୍ଭରତା ଭଗବାନଙ୍କ ଉପରେ ଯେତେ ଅଧିକରୁ ଅଧିକ ବଢି ବଢି ଚାଲିବ, ସେତେ ଦେଖିବେ ଯେ ସତରେ ମୋ ନିଜ ଶକ୍ତି ସାମର୍ଥ୍ୟରେ ମୁଁ କିଛି କରିପାରିବିନି। ଏବଂ ଆଉ ଗୋଟେ କଥା ଦେଖିବେ, ଆପଣଙ୍କର ବୁଝିବାର ସାମର୍ଥ୍ୟ ବୃଦ୍ଧି ପାଇଯାଇଥିବ ଏବଂ ଦୃଷ୍ଟିକୋଣ ବଦଳି ଯାଇଥିବ। ତା ଫଳରେ ଯୋଉ ଜିନିଷଟା ଆମକୁ ଦେଖାଯାଉନାହିଁ, ଯୋଉଟା ଆମକୁ ଯେତେବେଳେ ବ୍ୟକ୍ତି ନିଜକୁ ଅର୍ପଣ କରିନଥାଏ, ସେତେବେଳେ ସିଏ କଣ କରେ, ବହୁତ ଯୁକ୍ତିତର୍କ କରେ, କହେ ଏଗୁଡାକ ହଉଛି ମାନସିକ କଳ୍ପନା, ତମେ ସାଇକୋଲୋଜିକାଲି ଭାବୁଛ ବୋଲି। ବଡ ବଡ ବ୍ୟକ୍ତି ମାନେ କହନ୍ତି ସବୁ, ତମେ ସାଇକୋଲୋଜିକାଲି ଭାବୁଛ ବୋଲି ତମର ସେୟା ତମକୁ ଜଣା ପଡୁଛି, ଘଟଣା ସେୟା ନୁହଁ। ଲୋକେ ଏହା କହିବେ। କିନ୍ତୁ ଜଣେ ଯେତେବେଳେ ଭଗବାନଙ୍କ ପାଖରେ ନିଜକୁ ଅର୍ପଣ କରିବାକୁ ଆରମ୍ଭ କରିବ, ତାଙ୍କ ଉପରେ ନିର୍ଭର କରିବାକୁ ଆରମ୍ଭ କରିବ, ସେତେବେଳେ ସେ ଦେଖିବ ତାର ଧୈର୍ଯ୍ୟ ସାହସ ବୃଦ୍ଧି ପାଇବ, ତାର ଦୃଷ୍ଟିକୋଣ ବ୍ୟାପକ ହବ ଏବଂ ତାର ବୁଝିବାର ସାମର୍ଥ୍ୟ ବୃଦ୍ଧି ପାଇବ। ଇଏ ହେଲା ସବୁଠାରୁ ବେସ୍, ମାନେ ମିନିମମ୍ ଜିନିଷ। ତାକୁ ଅଧିକରୁ ଅଧିକ ପ୍ରତିଭାତ ହବ ଯେ ଯୋଉଟା ତାକୁ ବିଫଳତା ଭଳିଆ ଲାଗୁଛି, ଯେ ପ୍ରକୃତରେ ତା ଭିତରେ କଣଟା ଲୁଚିକି ରହିଛି ଏବଂ କୋଉଟା ସତ୍ୟ ତାହା ତାକୁ ଦେଖାଯିବ। କିନ୍ତୁ ଆମେ ଭାବୁଛୁ ଯେ କାହିଁ ତ ମତେ ଦେଖାଯାଉନି, ଇଏ କଣଟା ଦେଖାଯିବ। ନିର୍ଭରତା ଯେତେ ଅଧିକ ବୃଦ୍ଧି ପାଇବ, ସେଇ ଅନୁସାରେ ତମକୁ ଯେତିକି ଜାଣିବା ଦରକାର ସେତିକି ଜଣେଇ ଦିଆଯିବ। ଇଏ ହେଲା, ତାପରେ ଆପଣଙ୍କର କଣ ହବ ଯେ ନିର୍ଭରତା ଯଦି ଅଧିକରୁ ଅଧିକ ବଢିଲା, ତେବେ ତୁମେ କଣ କରିବ, କଣ ନ କରିବ, କେତେବେଳେ କରିବ, ତାହା ସିଏ ପରିଚାଳିତ କରିବେ। ଯୋଉଟା କି ଆପଣ ଚାହିଁଲେ ମଧ୍ୟ କରିପାରିନଥାନ୍ତେ, ସିଏ ମ୍ୟାନେଜ କରିଥିବେ। ଏଇଟା ନିର୍ଭରତା ଯେତେ ବଢିବ, ଘଟଣାଟା ସେଇ ଅନୁସାରେ ହବ। ଏବେ ଆମେ ଯୋଉ କାଲି ଯୋଉ କାହାଣୀଟି ସେ ଅପା କହୁଥିଲେ, ଆମ ତ୍ରିଜ୍ଞା ଅପା, ସେଥିରେ ସିଏ ଯୋଉ କହିଲେ ତମେ ଯୋଉ ୱିଶ କରିବ ଏବଂ ସେଇଟା ତୁମର ହବ। ସିଏ ଯେତେବେଳେ ୱିଶ କଲେ ଯେ ତାଙ୍କର ବେପାରରେ ବୃଦ୍ଧି ହବ, କେମିତି ବେପାରରେ ବୃଦ୍ଧି ହଉଛି ସିଏ ସେ କଥା ବୁଝିପାରିବେନି, ଜାଣି ବି ପାରିବେନି। ଯୋଉ ବ୍ୟକ୍ତି ଆସି ତାଙ୍କୁ କହିଲା ଯେ ମୋ ଝିଅ ତମକୁ ମୁଁ ବିବାହ ଦେବି, ସିଏ କେମିତି ତାର ମୁଣ୍ଡରେ ପଶିଲା, କଣ ପାଇଁ ସିଏ ଆସିକି କହିଲା, ଏଇ କଥାଟା ସେ ଯୋଉ ଏଇ ହଉଛି ଗୋଟେ ପ୍ରତୀକାତ୍ମକ ଗପଟେ। ସେଟା ଯେ ତୁମେ ଯେତେବେଳେ ଯଦି ଶେଷ ପରିଣତିଟା ଅଲଗା ପ୍ରକାର ଦେଖେଇଲା, କାହିଁକିନା କେବଳ ମନ୍ତ୍ର ଦ୍ଵାରା ଜଣେ ଯେତେବେଳେ ପ୍ରାପ୍ତ କରୁଛି, ସେତେବେଳେ ସିଏ କେବଳ ଘଟଣାଟି ଘଟୁଛି, ଚତୁଃପାର୍ଶ୍ୱରେ ଅନ୍ୟ କିଛି ଘଟୁନାହିଁ। କିନ୍ତୁ ଜଣେ ଯେତେବେଳେ ଭଗବାନଙ୍କ ଉପରେ, ମାଙ୍କ ଉପରେ, ମାନେ ଯୋଉଟା ପରମଙ୍କ ଉପରେ ବା ବିଶାଳ ବା ବିସ୍ତାର ଯୋଉ ପରିପୂର୍ଣ୍ଣତା ଦିଗରେ ଯେତେବେଳେ ନିଜକୁ ସେ ସମର୍ପିତ କରୁଛି, ସେତେବେଳେ ତା ପାଇଁ ପରିବେଶ ପରିସ୍ଥିତି ମ୍ୟାନେଜ କରାଯାଏ। ଏଇ ଜିନିଷଟା ଯିଏ ଯେତେ ସମର୍ପିତ ହବ, ସିଏ ସେତେ ବୁଝିପାରିବ, ନହେଲେ ବୁଝିପାରିବନି, ନହେଲେ କେବଳ ଅଭିଯୋଗ କରିବ। ତେଣୁ ଆମେ ଯୋଉଟା ବିଫଳତା ବୋଲି କହୁଛେ, ପ୍ରକୃତରେ ହଉଛି କଣ ଯେ ଆମର ସାମର୍ଥ୍ୟ ବୃଦ୍ଧି ସକାଶେ ପରମେଶ୍ୱର ସିଏ ତାଙ୍କର ବାଟ କରୁଛନ୍ତି। ଏବଂ ଆଉ ଗୋଟେ କଥା ଦେଖିବେ, ଯେହେତୁ ଆମେ ବାହ୍ୟ ମନ ପ୍ରାଣ ଶରୀର ଦ୍ଵାରା ଅନେକ ସମୟରେ ପରିଚାଳିତ ହଉଛୁ ଏବଂ ଚୈତ୍ୟ ସତ୍ତା ଦ୍ୱାରା ପୂର୍ଣ୍ଣ ଭାବେ ପରିଚାଳିତ ହେଇନାହୁଁ, ତେଣୁ ଯେତେବେଳେ ମନ ଯାହାକୁ ଗୁରୁତ୍ୱ ଦେଇକି ଧରିଛି, ସେଇଟା ଯେ ଗୁରୁତ୍ୱହୀନ, ସେଇଟା ଯେ ମୋର ଭରସାର କଣ ମେରୁଦଣ୍ଡ ନୁହଁ, ମାପକାଠି ନୁହଁ, ସେଇଟା ଜାଣିବା ପାଇଁ ଏବଂ ସେଇ କନଭିକ୍ସନ ଆସିବା ପାଇଁ ତୁମକୁ ସେଇଟା ଭାଙ୍ଗି ଦିଆଯିବ। ତେଣୁ ସେ ବିଫଳତା ସେତେବେଳେ ସେ ଭାଙ୍ଗି ଦିଆଯିବାର ଗୋଟେ ରୂପ
କଣ ପାଇଁ ଭାଙ୍ଗି ଦିଆଗଲା? ଯେ ତୁମକୁ କୋଉଠି ନିର୍ଭର ହବାକୁ ପଡିବ ସେଇ ସାମର୍ଥ୍ୟ ଆମ ଭିତରେ ବୃଦ୍ଧି କରି ଆଣିବା ପାଇଁ ଆମକୁ ବୁଝେଇ ଦବା ପାଇଁ। ଏଇଟା ଥିଲା ଜ୍ଞାନ 253 ରେ। ଜ୍ଞାନ 254 ରେ କହୁଛନ୍ତି ପୃଥିବୀ ଦ୍ୱାରା ପରାଭୂତ ହୋଇ ତୁମେ ସାହାଯ୍ୟ ଲାଗି ପରମେଶ୍ୱରଙ୍କୁ ହିଁ ମନେ ପକାଅ। ଆମେ ଯେତେବେଳେ ବିଫଳତାରେ ପଡୁ ସେତେବେଳେ ମନେ ପକାଉ ଯଦି ପୃଥିବୀ ତୁମ ଅପେକ୍ଷା ଅଧିକ ବଳବାନ ହୋଇଥାଏ ତେବେ ତୁମେ କଣ ଭାବୁଛ ଯେ ପରମେଶ୍ୱର ମଧ୍ୟ ପୃଥିବୀ ଆଗରେ ଦୁର୍ବଳ ପ୍ରମାଣିତ ହେବେ? ତେଣୁ ତୁମେ ବରଂ ତାଙ୍କରି ଆଦେଶ ଲାଗି ତାଙ୍କ ପାଖକୁ ଯାଅ ଏବଂ ସେହି ଆଦେଶକୁ କାର୍ଯ୍ୟକାରୀ କରିବା ଲାଗି ତାଙ୍କଠାରୁ ବଳର ପ୍ରାର୍ଥନା କର। ଏଠି ଆମେ ଯେତେବେଳେ ଆମ ଉପରେ ବିପଦ ପଡେ, ଆମେ ଯେତେବେଳେ ବିଫଳତା ଲାଭ କରୁ ସେତେବେଳେ ଭଗବାନଙ୍କୁ ମନେ ପକଉ। ସେତେବେଳେ ବ୍ୟତିବ୍ୟସ୍ତ ହେଇକିରି ଭଗବାନ ମୋ ପାଇଁ କିଛି କରୁନାହାନ୍ତି ବା ହେ ଭଗବାନ ମୋ ପାଇଁ କରିଦିଅ ବୋଲି ଆମେ ପ୍ରାର୍ଥନା କରୁ। ସେଠି ମା ପ୍ରଭୁ ଲେଖୁଛନ୍ତି ତେଣୁ ତମେ ଆସିକି ତାଙ୍କ ପାଖକୁ ଆସି ପହଞ୍ଚ ଏବଂ ତାଙ୍କ ଆଦେଶକୁ କାର୍ଯ୍ୟ କରିବା ଲାଗି ତାଙ୍କଠାରୁ ବଳର ପ୍ରାର୍ଥନା କର। ଆରେ ଯୋଉ ପରିବେଶ ପରିସ୍ଥିତି ଏଠି ପ୍ରଭୁ ଲେଖୁଛନ୍ତି ତାମାନେ ଯୋଉ ଚତୁଃପାର୍ଶ୍ୱରେ ଯୋଉ ପରିବେଶ ପରିସ୍ଥିତିଟି ତିଆରି କରାଯାଇଛି ସେଟା ତାଙ୍କରି ଆଦେଶରେ ହେଇଛି। କାହିଁକି ନା ଚେତନାର ଯୋଉ ସ୍ତରରେ ମୁଁ ଅଛି ସେଇ ସ୍ତରରୁ ଊର୍ଦ୍ଧ୍ୱକୁ ଉଠି ଯିବା ପାଇଁ ହିଁ ସେ ପରିସ୍ଥିତି ତିଆରି କରାଯାଇଛି। ଆମେ କଣ କରୁ ପୁଣି ଯାଇ ଭଗବାନଙ୍କୁ ପ୍ରାର୍ଥନା କରୁ ଭଗବାନ ମତେ ଏମିତି କରିଦିଅ ସେମିତି କରିଦିଅ। ଏଇ ଯୋଉଟା ଆମେ କହୁ ସେଇଥିରୁ ଆମକୁ ମୁକ୍ତ କର ତାମାନେ ତାଙ୍କରି ନିଜ ଆଦେଶକୁ ନିଜେ ବ୍ୟର୍ଥ କରିବା ପାଇଁ ଆମେ ପ୍ରାର୍ଥନା କରୁ। ଏଇଠି ଚେତନାର ଊର୍ଦ୍ଧ୍ୱ ସ୍ତରକୁ ଯିବା ପାଇଁ ନିଜକୁ ପ୍ରସ୍ତୁତ କରିବା ପାଇଁ ଯଦି ଆମେ ଭଗବାନଙ୍କୁ ପ୍ରାର୍ଥନା କରିବା ତେବେ କଣ ହବ ଯୋଉ ଆଦେଶକୁ ତାଙ୍କରି ଆଦେଶକୁ ବା ପୃଥିବୀରେ ଯୋଉ ବିଫଳତାଟା ଆସିଛି ମୋ ପାଇଁ ଯୋଉଟା ଦୁର୍ଯୋଗ ବା ମୋ ପାଇଁ କହୁଛି ଯୋଉଟା ଭାଗ୍ୟ ଖରାପ ବୋଲି ବା ବିପଦ ବୋଲି କହୁଛି ତାକୁ ବିଜୟ ତା ଉପରେ ବା ସେଥିରୁ ମୁକ୍ତି ପାଇବା ପାଇଁ ଯୋଉ ପ୍ରାର୍ଥନା କରୁଛି ତାର ପ୍ରକୃତ ସମାଧାନ ହଉଛି ଯେ ଚେତନାର ଆରୋହଣ ଏଇ ଜିନିଷଟା ଆମେ ବୁଝିବା ପାଇଁ ହିଁ ସେ ଘଟଣା ଘଟୁଛି। ଆମେ ଯାଇ ପ୍ରାର୍ଥନା କରୁଛୁ କଣ ଭଗବାନ ସେଇ ଘଟଣାଟା ଏମିତି ଘଟୁଛି ତେଣୁ ମୋ ସେ ଘଟଣାଠୁ ମତେ ମୁକ୍ତ କରିଦିଅ। ଆରେ ଭଗବାନଙ୍କୁ କଣ ପ୍ରାର୍ଥନା କରିବା ଆମେ ଶିଖିବା ଦରକାର। ଆମେ ଶିଖିବା ଯେ ହେ ପ୍ରଭୁ ମତେ ମୋର ଚେତନାର ଊର୍ଦ୍ଧ୍ୱକୁ ଉଠେଇ ନିଅ। ଯଦି ମୁଁ ଚେତନାର ଊର୍ଦ୍ଧ୍ୱକୁ ଉଠିଗଲି ସେଇ ଘଟଣା ଆପେ ଆପେ ଚାଲିଯିବ। ସେଇଟାକୁ ଯେତେବେଳେ ବର୍ଣ୍ଣନା କରୁଛନ୍ତି ସେଠି ଦୁଇଟା କଥା କୁହାହଉଛି ଯେ ପୃଥିବୀରେ ଯୋଉ ଆଦେଶ ସେ କାର୍ଯ୍ୟ କରିଛନ୍ତି ତାଙ୍କରି ଆଦେଶ ବିରୁଦ୍ଧରେ ଆମେ ପୁଣି ତାଙ୍କୁ ଯାଇ ପ୍ରାର୍ଥନା କରୁଛୁ ତାଙ୍କରି ବଳକୁ ପ୍ରାର୍ଥନା କରୁଛୁ ସେ ଆଦେଶକୁ ରଦ୍ଦ କରିବା ପାଇଁ ଏବଂ ନୂତନ କାର୍ଯ୍ୟ କରିବା ପାଇଁ। ଏଠି ମାନେ ବର୍ଣ୍ଣନା କରୁଛନ୍ତି ପୁରା ସାଇଣ୍ଟିଫିକାଲି ସବୁଆଡୁ ସବୁ ଦିଗରୁ ପ୍ରଭୁ ବର୍ଣ୍ଣନା କରୁଛନ୍ତି। ଆମେ ସଚେତନ ହବା ଯେ ଆମେ ମାଗି ଶିଖିବା ଆମେ ଚେତନାରେ ଆରୋହଣ ମାଗିବା ଆମେ ତାଙ୍କୁ କିପରି ଅବିକୃତ ଭାବରେ ପରିପ୍ରକାଶ କରିବା ପାଇଁ ତାଙ୍କୁ ପ୍ରାର୍ଥନା କରିବା ତା ଫଳରେ ସ୍ୱାଭାବିକ ଭାବରେ ପରିବେଶ ପରିସ୍ଥିତିରେ ଯାହା ଯାହା ଆସୁଛି ଯୋଉଟା ଆମକୁ ବିଫଳତା ବୋଲି ଲାଗୁଛି ତାହାକୁ ମୁଁ ବୁଝିପାରିବି ଏବଂ ତା ଭିତରୁ ମୋର ଅଗ୍ରଗତି ପାଇଁ ଯୋଉ ପାବଛଟିଏ ଗୋଡ ଦେଇକି ମୁଁ ଉଠି ଯାଇପାରିବି ସେ ସାମର୍ଥ୍ୟ ମୁଁ ସେଠୁ ପ୍ରାପ୍ତ ହେବି। ମା ମା Thank you all over.